I bring greetings to you all in the name of our Lord Jesus Christ. प्रभु जीशु ख्रीष्टଙ୍କ ନାମରେ ଆପଣ ମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଏ। The Lord bless you all. ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ। The Lord bless you with His word. ଆଉ ତାହାଙ୍କର ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। The Lord bless you with His grace. ଆଉ ତାହାଙ୍କର ଅନୁଗ୍ରହରେ ସେ ଆଶୀର୍ବାଦ କରନ୍ତୁ। The Lord bless you with His mercy. ତାହାଙ୍କର ଦୟାରେ ସେ ଆଶୀର୍ବାଦ କରନ୍ତୁ। The Lord bless you with His sevenfold presence. ଆଉ ତାହାଙ୍କର ସେ ସପ୍ତ ଉପସ୍ଥିତି ଦ୍ୱାରା ସେ ଆଶୀର୍ବାଦ କରନ୍ତୁ। The Lord cover you with His precious blood. ତାହାଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ସେ ଆପଣଙ୍କୁ ଆଚ୍ଛାଦିତ କରନ୍ତୁ। And now the Lord bless you with the revelation of His word. ଏବଂ ଏବେ ସେ ଆପଣାର ବାକ୍ୟର ପ୍ରକାଶନ ଦ୍ୱାରା ଆପଣଙ୍କୁ ଆଶୀର୍ବାଦ So କରନ୍ତୁ। it's an honor and privilege to share God's word. ଈଶ୍ୱରଙ୍କର ବାକ୍ୟ ପରିଚର୍ଯା କରିବାର ସୁଯୋଗ ମୋ ପାଇଁ ଏକ ସୌଭାଗ୍ୟର ବିଷୟ ଅଟେ, ଏକ ସୁଯୋଗ ଅଟେ। So quickly let's move to the word of God. ସେଥିପାଇଁ ଆସୁ ଆମମାନେ ଅତି ଶୀଘ୍ର ଆଉ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। And tonight or now we are going to meditate something about the night of love and betrayal. ଆଜି ସନ୍ଧ୍ୟାରେ ଆମମାନଙ୍କର ଯେଉଁ ମୂଳ ପ୍ରସଙ୍ଗଟି ରହିଅଛି ପ୍ରେମ ଓ ବିଶ୍ୱାସଘାତକତାର ଏକ ରାତ୍ରି। Life is of relationship. ଜୀବନଟି ହେଉଛି ସମ୍ପର୍କ ସମ୍ବନ୍ଧୀୟ। I say there are 7 kinds of ship in the relationship. ଆଉ ରିଲେସନସିପ ଶବ୍ଦରେ 7ଟି ସିପ୍ ଯେଉଁ ଲାଷ୍ଟ କେତୋଟି ଅକ୍ଷର ଅନ୍ତର୍ଭୁକ୍ତ ଅଟେ। And like a ship moves along the rough sea, the life also is being sailed. ଆଉ ଯେ ପ୍ରକାର କି ଗୋଟିଏ ଜାହାଜ ପାଣିର ସେଇ ଢେଉ ମଧ୍ୟ ଦେଇକି ଆଉ ଗତି କରିଥାଏ, ଜୀବନ ମଧ୍ୟ ସେ ପ୍ରକାର ବିଭିନ୍ନ ଢେଉ ମଧ୍ୟ ଦେଇ ଗତି କରିଥାଏ। Membership, ମେମ୍ବରସିପ, friendship, ଫ୍ରେଣ୍ଡସିପ, fellowship, ଫେଲୋସିପ, working relationship. ଆଉ କର୍ମକ୍ଷେତ୍ରରେ ଯେଉଁ ରିଲେସନସିପ। And out of all, I would value something called covenantship. ଆଉ କିନ୍ତୁ ଏ ସମସ୍ତର ଉର୍ଦ୍ଧ୍ୱରେ ମୁଁ କୋଭେନାଣ୍ଟସିପକୁ ବିଶେଷ ଭାବରେ ମୂଲ୍ୟାଙ୍କନ କରେ। The Lord Jesus did something very fantastic, wonderful, so different on that particular night. ଆଉ ସେଇ ସନ୍ଧ୍ୟାରେ ପ୍ରଭୁ ଯୀଶୁ ଏ ପ୍ରକାର ଏକ ଚମତ୍କାର କାର୍ଯ୍ୟ କରିଅଛନ୍ତି ଯାହାକି ସବୁଠାରୁ ଭିନ୍ନ ଅଟେ। We all know that He made a covenant with His disciples. ଆଉ ଆମମାନେ ସମସ୍ତେ ଜାଣୁ ଯେ ସେଇ ସନ୍ଧ୍ୟାରେ ସେ ଉପର କୋଠରୀରେ ସେ ଆପଣା ଶିଷ୍ୟମାନଙ୍କ ସହିତ ଗୋଟିଏ ନିୟମରେ ପ୍ରବେଶ କଲେ। The Bible talks about at least 7 kinds of covenant ଆଉ relationship. ବାଇବଲରେ ଅନ୍ତତଃ 7 ପ୍ରକାରର ଏଇ ଯୋଉ ନିୟମ ସମ୍ପର୍କରେ କୁହାଯାଏ। God made covenant with Noah. ନୋହଙ୍କ ସାଙ୍ଗରେ ପରମେଶ୍ୱର ନିୟମ କଲେ। God made covenant with the people of Israel. ଆଉ ଇସ୍ରାଏଲ ଲୋକମାନଙ୍କ ସହିତ ଈଶ୍ୱର ନିୟମ କଲେ। There is a covenant called the Davidic covenant. ଆଉ ମଧ୍ୟ ଆଉ ଗୋଟିଏ ନିୟମ ଅଛି ଯାହାକୁ କି ଦାଉଦଙ୍କ ସହିତ କରାଯାଇଥିବା ନିୟମ। And God made covenant in the New Testament through the Lord Jesus Christ. ଏବଂ ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ନୂତନ ନିୟମରେ ନୂତନ ନିୟମକୁ ସେ କରିଅଛନ୍ତି। And so the covenant first of all involves eagerness. ଆଉ ସେଥିପାଇଁ ଏଇ ଯୋଉ ନିୟମ ପ୍ରଭୁ ଯୀଶୁ କରିଛନ୍ତି ସେଥିରେ ପ୍ରଥମ ବିଷୟ ଆମମାନେ ଲକ୍ଷ୍ୟ କରୁ ଯେ ସେଠାରେ ଏକ ଆଗ୍ରହ ବା ବ୍ୟଗ୍ରତା ଅନ୍ତର୍ଭୁକ୍ତ ଅଟେ। I am going to speak something about 7 dimensions of the covenant relationship. ଆଉ ମୁଁ ବିଶେଷ କରିକି ଏଇ ଯୋଉ ନିୟମ ଯୋଉଟା କରାଯାଇଛି ନୂତନ ନିୟମଟି ସେଥିର 7ଟି ଦିଗ ବିଷୟରେ ମୁଁ କହିବା ପାଇଁ ଚାହେଁ। In the portion Luke's Gospel chapter 22 which was read to us earlier, ଆଉ କିଛି ସମୟ ପୂର୍ବରୁ ଲୁକଲିଖିତ ସୁସମାଚାର ତାର 22 ଅଧ୍ୟାୟରୁ ଯାହା ପାଠ କରାଗଲା, the Lord Jesus says in verse 15 that He was eagerly desiring to have this Passover. ଆଉ ପ୍ରଭୁ ଯୀଶୁ ସେଇ 15 ପଦରେ ସେ କହୁଛନ୍ତି ତୁମ୍ଭମାନଙ୍କ ସହିତ ଏ ନିସ୍ତାର ଭୋଜ ପାଳନ କରିବାକୁ ମୁଁ ଏକାନ୍ତ ବାଞ୍ଛା କଲି। You know, there is a difference between the lamb that was sacrificed in the Old Testament and
Jesus who was sacrificed. ଆଉ ବିଶେଷ କରିକି ପୁରାତନ ନିୟମର ପ୍ରଥାରେ ଯୋଉ ମେଷ ଶାବକକୁ ବଳି ଦିଆଯାଉଥିଲା ଏବଂ ପ୍ରଭୁ ଯୀଶୁ କରିଥିବା ସେହି ବଳିଦାନ ମଧ୍ୟରେ ଅନେକ ଭିନ୍ନତା ଅଛି ବା ପାର୍ଥକ୍ୟ ଅଛି। The Lord uses the word Passover here. ଆଉ ଏଠାରେ ପ୍ରଭୁ ଯୀଶୁ ନିସ୍ତାର ଭୋଜ ବୋଲିକି ପ୍ରକାଶ କରନ୍ତି। So it takes us to Exodus chapter 12 about the Passover lamb. ଆଉ ଯେତେବେଳେ ସେ ନିସ୍ତାର ପର୍ବର ମେଷର କଥା କହୁଛନ୍ତି ସେତେବେଳେ ସେ ଆମମାନଙ୍କୁ ଯାତ୍ରା ପୁସ୍ତକ 12 ଅଧ୍ୟାୟ ଆଡ଼କୁ ନେଇ ଯାଆନ୍ତି। When the lamb was sacrificed, the lamb was ignorant of the sacrifice. ଆଉ ଯେତେବେଳେ ସେଠାରେ ମେଷ ଶାବକକୁ ବଳି ଦିଆଯାଉଥିଲା ସେ ମେଷ ଶାବକ ଅଜ୍ଞ ଥିଲା, ତାର କୌଣସି ଧାରଣା ନଥିଲା ସେ ବଳି ସମ୍ପର୍କରେ। Just before sacrificing, he may give some nice thing to eat, grass or something to the lamb. ଆଉ ହୋଇପାରେ ସେ ନିସ୍ତାର ପର୍ବ ବା ବଳି କରିବା ପୂର୍ବରୁ ସେ ମେଣ୍ଢା ଛୁଆକୁ ଭଲ ଖାଇବାକୁ ଦିଆଯାଉଥିଲା। And the lamb must be very happy. My owner is looking after very well now. ଆଉ ହୋଇତ ସେ ମେଷ ଶାବକଟି ଖୁସି ହେଇଯାଉଥିବ ଯେ ଯାହା ହଉ ମୋର ମାଲିକ ମତେ ଭଲ ଖାଇବାକୁ ଦଉଛନ୍ତି, ଭଲ ଯତ୍ନ ନଉଛନ୍ତି। But after some time, the lamb does not know he is going to be sacrificed. କିନ୍ତୁ ଅଳ୍ପ ସମୟ ମଧ୍ୟରେ ସେ ଯେ ବଳିକୃତ ହେବାକୁ ଯାଉଛି ସେ ବିଷୟରେ ସେ ମେଷ ଶାବକ ବା ସେ ମେଣ୍ଢା ଛୁଆର କୌଣସି ଜ୍ଞାନ ନଥାଏ। But here we see the lamb of God. କିନ୍ତୁ ଏଠାରେ ଆମେ ଈଶ୍ୱରଙ୍କର ମେଷ ଶାବକକୁ ଦେଖୁ। He was not ignorant of the sacrifice. ଆଉ ସେ ଯୋଉ ବଳିକୃତ ହେବାକୁ ଯାଉଛନ୍ତି ସେ ସମ୍ପର୍କରେ ସେ ଅଜ୍ଞ ନଥିଲେ। In fact, he says, I am eagerly desiring for this sacrifice. ବରଂ ସେ କହୁଛନ୍ତି ଯେ ଏଇ ବଳିଦାନର ନିମନ୍ତେ ମୁଁ ଏକାନ୍ତ ବାଞ୍ଛା କରୁଥିଲି। So also he was eagerly went to the cross, not grumbling or grudging. ସେ ଅଭିଯୋଗ କରି କିମ୍ବା କୁଣ୍ଠିତ ହେଇକି କ୍ରୁଶକୁ ଗଲେ ନାହିଁ, କିନ୍ତୁ ଏକାନ୍ତ ଇଚ୍ଛା କରିକି ଏକାନ୍ତ ଆକାଂକ୍ଷା କରିକି ସେ ଗଲେ। We all are meditating upon the covenant. ଆଉ ଆମମାନେ ସମସ୍ତେ ଏଇ ଯୋଉ ନୂତନ ନିୟମ ବିଷୟରେ ଧ୍ୟାନ କରୁଅଛୁ। The covenant relationship. ଈଶ୍ୱରଙ୍କ ସହିତ ଏଇ ନିୟମର ସମ୍ପର୍କ। First of all, covenant involves eagerness. ସେଥିପାଇଁ ପ୍ରଥମେ ଏଇ ନିୟମରେ ସମ୍ପୃକ୍ତ ଅଛି ଆଗ୍ରହ ବା ବ୍ୟଗ୍ରତା। Secondly, covenant involves commitment. ଆଉ ଦ୍ୱିତୀୟ ବିଷୟ ହେଉଛି ଏଇ ନିୟମରେ ମଧ୍ୟ ଏକ ପ୍ରତିଶ୍ରୁତିବଦ୍ଧତା ବା ସମର୍ପଣ ସମ୍ପୃକ୍ତ ଅଛି। In verse 16 and verse 18 you see one word, two words repeated. ଆଉ 16 ପଦରେ ଏବଂ 18 ପଦରେ ଗୋଟିଏ ଶବ୍ଦ ଦୁଇଥର ପୁନରାବୃତ୍ତି ହେଇଛି। In English he uses the word I will. ଆଉ ଇଂରାଜୀ ଭାଷାରେ ସେଇ ଅକ୍ଷରଟି ଶବ୍ଦଟି ହେଉଛି I will ବା ମୁଁ ଇଚ୍ଛା କରୁଅଛି। So that talks about commitment. ଆଉ ସେଇଟା ତାହାଙ୍କର ସମର୍ପଣ ବା ପ୍ରତିଶ୍ରୁତିବଦ୍ଧତାକୁ ପ୍ରକାଶ କରେ। The word I will comes more than 2000 times in the Bible. ବାଇବଲ ରେ ଏଇ ଯୋଉ ଆମ୍ଭେ କରିବା ବା I will ଶବ୍ଦଟି ଅନ୍ତତଃ 2000 ରୁ ଅଧିକ ଥର ଲେଖା ଯାଇଛି। Sometime even during the wedding service they use the word I will. ଆଉ ଅନେକ ସମୟରେ ବିବାହ ଏଇ ଯୋଉ ଉତ୍ସବରେ ମଧ୍ୟ ବର କନ୍ୟା ସେମାନେ ହଁ I will ବୋଲିକି କହନ୍ତି। It talks about commitment. ଏହା ସେମାନଙ୍କର ସମର୍ପଣର ଜୀବନକୁ ଦର୍ଶାଏ। Covenant involves eagerness. ସେଥିପାଇଁ ଏଇ ନିୟମରେ ଆଗ୍ରହ ସମ୍ପୃକ୍ତ ଅଛି। And secondly, covenant involves commitment. ଏବଂ ଦ୍ୱିତୀୟରେ ସେଠାରେ ପ୍ରତିଶ୍ରୁତିବଦ୍ଧତା ବା ସମର୍ପଣ ସମ୍ପୃକ୍ତ ଅଛି। Those days there used to be the typewriter. ଆଉ ପୁରାତନ କାଳରେ ସେମାନେ ଟାଇପରାଇଟରକୁ ବ୍ୟବହାର କରୁଥିଲେ। So someone asked Remington, the one who found that typewriter machine, ଆଉ ୱେଲିଂଟନ ନାମକ ଜଣେ ବ୍ୟକ୍ତି ଯେ କି ଟାଇପରାଇଟରର ଉଦ୍ଭାବନ କରିଥିଲେ, out of all the letters from A to Z, which is the most used letter? ଆଉ ତାଙ୍କୁ ପଚରାଗଲା ଯେ ଏ ରୁ ଜେଡ୍ ପର୍ଯ୍ୟନ୍ତ ଯେତିକି ଆଲଫାବେଟ୍ ଅଛି ସେଥିରୁ କୋଉ ଅକ୍ଷରଟା ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଅକ୍ଷର ଅଟେ। And immediately Remington said I. ଆଉ ସେ ସାଙ୍ଗେ ସାଙ୍ଗେ କହିଲେ I. So commitment involves voluntarily. ଆଉ ଆମମାନଙ୍କର ଯୋଉ ସମର୍ପଣର ଜୀବନଟା ସେଇଟା ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବରେ କରାଯାଏ। So one more thing about the covenant. ଆଉ ଏଇ ନିୟମର ଆଉ ଗୋଟେ ବିଷୟ ହେଉଛି covenant involves giving. ଏଇ ନିୟମରେ ପ୍ରଦାନ କରିବା ବା ଦାନ କରିବାର ବିଷୟ ସମ୍ପୃକ୍ତ ଅଟେ। If commitment is something to do with attitude, ଯଦି ସମର୍ପଣ ବା ପ୍ରତିଶ୍ରୁତିବଦ୍ଧତା ମାନଙ୍କର ମନୋଭାବ ସହିତ ଜଡ଼ିତ, giving involves in action. ତେବେ
ଦାନ କରିବା ବା ଦେଇଦବା ସେଟା କାର୍ଯ୍ୟ ସହିତ ସମ୍ପୃକ୍ତ ଅଟେ ବା ଜଡ଼ିତ ଅଟେ। We all know John 3:16. ଆମେ ସମସ୍ତେ ଯୋହନ 3 ଅଧ୍ୟାୟ 16 ପଦକୁ ଜାଣି God so loved the world, ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, but it doesn't stop there. କିନ୍ତୁ ସେଇଠି ତାହା ଶେଷ ହେଇଯାଏ ନାହିଁ That he gave. ଯେ ସେ ଦାନ କଲେ। So covenant involves giving. ସେଥିପାଇଁ ଏହି ସମର୍ପଣ ଏଇ ଯୋଉ ନିୟମରେ ଦାନ ଦେବାର ବିଷୟ ସମ୍ପୃକ୍ତ ଅଛି। In Bangalore, one believer was a very spiritual person. He named his son John 3:16. ଆଉ ବାଙ୍ଗାଲୋରରେ ଜଣେ ବିଶ୍ୱାସୀ ଅଛନ୍ତି, ଉତ୍ତମ ବିଶ୍ୱାସୀ, ସେ ତାଙ୍କର ପୁଅର ନାମ ଦେଲେ ଜନ୍ 3:16। And so then they had problem in the school, so they changed it into John TS. ଆଉ ଯେହେତୁ ସ୍କୁଲରେ ନାମ ଲେଖିବା ବେଳେ ଟିକେ ଅସୁବିଧା ହେଲା, ସେମାନେ ଜନ୍ 3:16 ବା ନମ୍ବରକୁ ଲେଖି ପାରିଲେ ନାହିଁ, ସେଥିପାଇଁ ସେ ବାଧ୍ୟ ହୋଇକି ବଦଳେଇଲେ ଯେ ଜନ୍ TS। Okay, covenant also involves life. ଆଉ ଏ ନିୟମରେ ମଧ୍ୟ ଜୀବନ ଅନ୍ତର୍ଭୁକ୍ତ ଅଟେ। When I said covenant involves giving, let's read one verse in verse 19 of chapter 22, Luke's Gospel. ଆଉ ବିଶେଷ କରି ଯେତେବେଳେ ଏ ନିୟମରେ ଦାନ ଦେବାର ବିଷୟ ସମ୍ପୃକ୍ତ ଅଛି, ଆମମାନେ 19 ପଦଟି ଦେଖୁ। ପୁଣି ସେ ରୋଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। The word gave comes 2 times there. ଆଉ ଏଠି 2 ଥର ଦେଇ ଦତ୍ତ ହେଉଥିବା ଏଇ ଯୋଉ ଶବ୍ଦ ଆଉ ଦେଲେ ବାରବାର ଲେଖା ଯାଉଛି। First of all, he gave thanks to his father. ପ୍ରଥମେ ସେ ପିତାଙ୍କୁ ଧନ୍ୟବାଦ ଦେଲେ And then he gave the broken bread to the disciples. ଏବଂ ତାପରେ ରୋଟି ଭାଙ୍ଗିକି ଭଙ୍ଗା ରୋଟି ସେ ଶିଷ୍ୟମାନଙ୍କୁ ଦେଲେ। So there is a balance in giving. ଆଉ ସେଥିପାଇଁ ଏଠି ଦେବାର ଗୋଟେ ସନ୍ତୁଳନ ଦେଖୁଅଛୁ। Giving to God and giving to one another. ଈଶ୍ୱରଙ୍କୁ ଦେବା ଏବଂ ପରସ୍ପରକୁ ଦେବା। And so Jesus said, this is my body given for you. That's the 3rd time that word. ଏବଂ ତୃତୀୟ ଥର ସେ କହୁଛନ୍ତି, ତୁମ୍ଭମାନଙ୍କ ନିମନ୍ତେ ଦିଆଯାଉଥିବା ମୋହର ଶରୀର ଏହି। So when Jesus gave something, he gave the best. ଆଉ ଯେତେବେଳେ ପ୍ରଭୁ ଯୀଶୁ ଦେଲେ, ସେ ସର୍ବୋତ୍ତମ ବିଷୟ ଦେଲେ। That is something which I like about Jesus. ଆଉ ଯୀଶୁଙ୍କ ବିଷୟରେ ସେଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଆମେ ଦେଖୁ। That is something that we all should love Jesus. ଆଉ ସେଇଟା ଏ ପ୍ରକାର ଗୋଟେ ବିଷୟ ଯୋଉଥିପାଇଁ କି ଆମେ ପ୍ରଭୁ ଯୀଶୁଙ୍କୁ ସମସ୍ତେ ପ୍ରେମ କରିବା ଆବଶ୍ୟକ। He gave himself. କାରଣ ସେ ନିଜକୁ ଦେଲେ। Covenant, as I said, fourthly, involves life. ଆଉ ଏଇ ନିୟମରେ ମଧ୍ୟ ଜୀବନ ସମ୍ପୃକ୍ତ ଅଛି। For the first time, Jesus uses a word, new covenant. ପ୍ରଥମ ଥର ପାଇଁ ପ୍ରଭୁ ଯୀଶୁ ଗୋଟେ ଶବ୍ଦ ବ୍ୟବହାର କରୁଛନ୍ତି, ତାହା ହେଉଛି ନୂତନ ନିୟମ। I don't know, for many years I was very ignorant of this word, new covenant. ଅନେକ ବର୍ଷ ପର୍ଯ୍ୟନ୍ତ ବାଇବଲ ଅଧ୍ୟୟନ କରି ମଧ୍ୟ ଏ ନୂତନ ନିୟମ ଶବ୍ଦ ବିଷୟରେ ମୁଁ ଅଜ୍ଞ ଥିଲି। The Bible has got Old Testament and the second part, New Testament. ଆଉ ବାଇବଲରେ ଆମେ 2 ବିଭାଗ ଦେଖୁ। ପୁରାତନ ବିଭାଗକୁ ପୁରାତନ ନିୟମ ବୋଲି କୁହାଯାଏ ଏବଂ ନୂତନ ବିଭାଗକୁ ନୂତନ ନିୟମ ବୋଲି କୁହାଯାଏ। When I began to read about the new covenant, ଆଉ ଯେତେବେଳେ ଏଇ ନୂତନ ନିୟମ ବିଷୟରେ ପଢିବାକୁ ଲାଗିଲେ, you know, you can read the Bible or you can handle the Bible in 2 ways. ଆଉ ବାଇବଲକୁ ଆପଣ 2 ଭାବରେ ପଢି ପାରିବେ। One is get information from the Bible, ଆଉ ଗୋଟେ ହେଉଛି ବାଇବଲରୁ ଆପଣ ବିଭିନ୍ନ ସୂଚନାକୁ ବା ତଥ୍ୟକୁ ପାଇବେ, and the other one is get revelation from the Bible. ଏବଂ ଦ୍ୱିତୀୟ ଭାବରେ ପଢି ପାରିବେ ଯେ ବାଇବଲରୁ ପ୍ରକାଶନକୁ ପାଇବେ। If you get only information from the Bible, ଯଦି ବାଇବଲରୁ କେବଳ ସୂଚନାକୁ ସଂଗ୍ରହ କରିବାରେ ଲାଗିବେ, it's possible to become a proud believer. ତାହେଲେ ଆପଣ ଜଣେ ଅହଙ୍କାରୀ ବା ଗର୍ବୀ ବ୍ୟକ୍ତିରେ ପରିଣତ ହେବାର ସମ୍ଭାବନା ଅଛି। But when you get a revelation from the Bible, କିନ୍ତୁ ଯେତେବେଳେ ଈଶ୍ୱରଙ୍କ ବାକ୍ୟ ପଢିବା ସମୟରେ, ବାଇବଲ ପଢିବା ସମୟରେ ପ୍ରକାଶନର ବାକ୍ୟକୁ ପାଉଛନ୍ତି, that will help you to become a humble, godly, spiritual believer. ଆଉ ତାହା ଆପଣଙ୍କୁ ସାହାଯ୍ୟ କରିବ ଜଣେ ନମ୍ର, ଈଶ୍ୱର ପରାୟଣ ଏବଂ ଆଧ୍ୟାତ୍ମିକ ଆଉ ସନ୍ତାନ ବା ବିଶ୍ୱାସୀ ହେବା ପାଇଁ। Sunday school children also will know that there was at least 2 trees that were in the Garden of Eden. Garden of Eden. ଆଉ ଆମମାନେ ସଣ୍ଡେ ସ୍କୁଲରୁ ମଧ୍ୟ ଏ କଥା ଶୁଣି ଆସିଛୁ ଯେ ଆଉ ଏଦନ ବଗିଚାରେ
Sometimes I ask how many trees were there in the Garden of Eden, and I will show 2 fingers. ଆଉ ସେମାନଙ୍କୁ ପଚରା ଯାଏ ଯେ ଏଦନ ବଗିଚାରେ କେତେଟା ଗଛ ଥିଲା କହିଲେ ସମସ୍ତେ ପ୍ରାୟ 2ଟା ଗଛ ଥିଲା ବୋଲିକି ଉତ୍ତର ଦିଅନ୍ତି। Of course, there were many trees. ଅବଶ୍ୟ ସେଠାରେ ଅନେକ ବୃକ୍ଷ ଥିଲା 2 trees were named. କିନ୍ତୁ 2ଟି ବୃକ୍ଷ ବିଶେଷ ସ୍ଥାନ ଅଧିକାର The କରିଥିଲେ। name of one tree is called as the tree of knowledge of good and evil. Long name. ଆଉ ସେଥିରୁ ଗୋଟିଏ ବୃକ୍ଷର ନାମ ଟିକେ ଲମ୍ବା ନାମ ହଉଛି ତାହା ହଉଛି ସଦସତ୍ ଜ୍ଞାନଦାୟକ ବୃକ୍ଷ। Let's make it shortcut and make it call it as a tree of life. ଆଉ Tree of knowledge. ଆଉ ସେଥିପାଇଁ ତାକୁ ସଂକ୍ଷିପ୍ତରେ କହିବାକୁ ଗଲେ ଜ୍ଞାନ ଦଉଥିବା ଏକ ବୃକ୍ଷ। The other tree is called as the tree of life. ଏବଂ ଆର ବୃକ୍ଷର ନାଁ ହଉଛି ଜୀବନର ବୃକ୍ଷ। So the 2 trees talks about 2 types of Christians. ଆଉ ଏ 2ଟି ବୃକ୍ଷ 2 ପ୍ରକାର ଖ୍ରୀଷ୍ଟୀୟ ବିଶ୍ୱାସୀଙ୍କ ବିଷୟରେ କହେ। The 2 trees talks about 2 kinds of ministry. ଆଉ ଏ 2ଟି ବୃକ୍ଷ ମଧ୍ୟ 2 ଭିନ୍ନ ପ୍ରକାରର ସେବା କାର୍ଯ୍ୟ ବିଷୟରେ ପ୍ରକାଶ କରେ। The 2 trees talks about 2 kinds of covenant. ଏବଂ ଏ 2ଟି ବୃକ୍ଷ ମଧ୍ୟ 2 ପ୍ରକାରର ନିୟମ ବିଷୟରେ ପ୍ରକାଶ କରେ। The tree of knowledge talks about the old covenant. ଆଉ ଏଇ ଯୋଉ ଜ୍ଞାନଦାୟକ ବୃକ୍ଷ ସେଟା ପୁରାତନ ନିୟମକୁ ପ୍ରକାଶ କରେ। The tree of life talks about the new covenant. ଏବଂ ଜୀବନର ବୃକ୍ଷ ତାହା ଆଉ ନୂତନ ନିୟମକୁ ପ୍ରକାଶ କରେ। So these 2 trees talks about 2 kinds of pastors, you can say also. ଆଉ ଆପଣ ମଧ୍ୟ କହିପାରିବେ ଏ 2 ପ୍ରକାର ବୃକ୍ଷ 2ଟି ବୃକ୍ଷ 2 ପ୍ରକାର ପାଳକମାନଙ୍କ ବିଷୟରେ ପ୍ରକାଶ କରେ। 2 kinds of messages. ଆଉ 2 ପ୍ରକାର ସମ୍ବାଦ ବା ପ୍ରଚାର ବା ବାର୍ତ୍ତା ବିଷୟରେ ପ୍ରକାଶ କରେ। 2 kinds of songs. 2 ପ୍ରକାରର ଗୀତ ବିଷୟରେ ପ୍ରକାଶ କରେ। Some songs only knowledge. ଆଉ କେତେକ ଗୀତ କେବଳ ଜ୍ଞାନ ପାଇଁ। Some of the olden days songs only life. ଆଉ କିନ୍ତୁ କେତେକ ପୁରାତନ ଗୀତ ସବୁ ତାହା ଜୀବନ ପ୍ରକାଶ କରେ। We must have both. ଆମମାନଙ୍କର ଉଭୟ ଦରକାର ଅଛି। Somebody said message is like a banana fruit. ଆଉ କେହି ଜଣେ କହିଲେ ଯେ ବାକ୍ୟ ବା ବାର୍ତ୍ତାଟି ଗୋଟେ କଦଳୀ ଫଳ ସଦୃଶ। Eat the fruit, ଆଉ ଆପଣ ତାର ଚୋପା ଛଡାନ୍ତୁ, throw the skin. କଦଳୀକୁ ଖାଆନ୍ତି ଚୋପାକୁ ଫୋପାଡ଼ି ଦିଅନ୍ତି। The skin is a human content. ଆଉ ସେଇ ଚୋପାଟି ହଉଛି ମନୁଷ୍ୟର ଯୋଉ ସମସ୍ତ ବିଷୟ ସବୁ ଥାଏ। Fruit is divine content. କିନ୍ତୁ ସେ ଭିତରେ ଥିବା ଫଳଟି ହଉଛି ଐଶ୍ୱରିକ ବିଷୟ ଅଟେ। But no banana in the world without skin. ଆଉ କିନ୍ତୁ ପୃଥିବୀରେ ଏମିତି କଦଳୀ ନାହିଁ ଯାହାର ଚୋପା ନାହିଁ। If there is one banana plant without skin in Bhubaneswar, please let me know. ଆଉ ଯଦି ଭୁବନେଶ୍ୱରରେ ବିନା ଚୋପାର କୌଣସି କଦଳୀ ଥାଏ ଦୟାକରି ମତେ ଜଣାନ୍ତୁ। So every sermon, every message may have some kind of human thought. ଆଉ ସେଥିପାଇଁ ପ୍ରତିଟି ସମ୍ବାଦରେ ପ୍ରତିଟି ବାର୍ତ୍ତାରେ କିଛି ମନୁଷ୍ୟର ବିଷୟ ଥାଏ। But you know what God said? କିନ୍ତୁ ପରମେଶ୍ୱର କଣ The କହନ୍ତି? day you eat that fruit, you shall surely die. ଆଉ ସେଠାରେ ପ୍ରଭୁ କହିଲେ ଯୋଉ ଦିନ ଏଇ ବୃକ୍ଷର ଫଳ ଖାଇବ ସେଇ ଦିନ ମରିବ। So Jesus came with a new covenant, that is life. ଆଉ ପ୍ରଭୁ ଯୀଶୁ ଆସିଲେ ନୂତନ ନିୟମକୁ ପ୍ରତିଷ୍ଠା କଲେ ତାହା ହଉଛି ଜୀବନ। That second tree talks about Jesus because he said, I am the life. ଆଉ ସେଇ ବୃକ୍ଷଟି ପ୍ରକାଶ କରେ ଯେମିତିକି ଯୀଶୁ କହିଲେ ମୁଁ ସେହି ଜୀବନ ଅଟେ। You know, the word life comes nearly 600 times in the Bible. ବାଇବଲରେ ଏଇ ଜୀବନ ଶବ୍ଦଟି ଅନ୍ତତଃ 600 ଥର ଉଲ୍ଲେଖ ଅଛି। In Leviticus 17, it says that life is in the blood. ଆଉ Life is Leviticus 17. ଲେବିୟ ତାର 17 ଅଧ୍ୟାୟରେ ଲେଖା ଅଛି ଯେ ରକ୍ତରେ ପ୍ରାଣ ଅଛି। So there is good that our brother asked the reference. He didn't say something wrong. Sometime back, I remember I was speaking in Japan. ଆଉ କିଛି ସମୟ ପୂର୍ବରୁ ଜାପାନରେ ମୁଁ ପ୍ରଚାର କରୁଥିଲି। I was speaking from Second Chronicles. ମୁଁ ଦ୍ୱିତୀୟ ବଂଶାବଳୀରୁ ସେମାନଙ୍କୁ କହୁଥିଲି। The translator did not know Second Chronicles. ଆଉ ଯେ ତର୍ଜମା କରୁଥିଲେ ଯେ ଦ୍ୱିତୀୟ ବଂଶାବଳୀଟା କଣ ସେ ଜାଣିଲେ ନାହିଁ। He knew only Second Corinthians. ସେ କେବଳ ଜାଣିଥିଲେ ଦ୍ୱିତୀୟ କରନ୍ଥିୟ। So I said, dear friends, God is telling 4 things here in this verse. ଆଉ ମୁଁ କହିଲି ଯେ ଭାଇ ଭଉଣୀ ମାନେ ଈଶ୍ୱର ଏଠାରେ 4ଟି ବିଷୟ କହୁଅଛନ୍ତି। I said Second Chronicles, ମୁଁ କହିଲି ଦ୍ୱିତୀୟ ବଂଶାବଳୀ chapter 7, ତାର 7 ଅଧ୍ୟାୟ verse 14, ତାର 14 ପଦ। and he said Second
Corinthians ଆଉ କିନ୍ତୁ ସେ ତର୍ଜମା କଲେ ଦ୍ୱିତୀୟ କରନ୍ଥିୟ chapter 7 ତାର 7 ଅଧ୍ୟାୟ verse 14. ତାର 14 ପଦ। So he was preaching from Corinthians and I was speaking from Chronicles. ଆଉ ମୁଁ ଦ୍ୱିତୀୟ ବଂଶାବଳୀରୁ ପ୍ରଚାର କରୁଥିଲି, ସେ କରନ୍ଥିୟ ପୁସ୍ତକରୁ ପ୍ରଚାର କରୁଥିଲେ। After some time he was struggling to find some, I was telling 1, 2, 3, 4 and all those, he was struggling. ଆଉ କିଛି ସମୟ ପ୍ରଚାର କଲା ପରେ ସେ ଟିକେ ଦ୍ୱନ୍ଦ୍ୱରେ ପଡ଼ିଲେ, କାରଣ ମୁଁ ପଏଣ୍ଟ ଗୁଡାକ କହିଲା ବେଳକୁ ସେଇ ପଏଣ୍ଟ ଗୁଡାକ ସେଥିରେ ମିଳୁନଥିଲା। Then I stopped and said, is it Corinthians or Chronicles? Like that? ତାପରେ ମୁଁ ପଚାରିଲି ତାଙ୍କୁ ଯେ ଆପଣ ଦ୍ୱିତୀୟ ବଂଶାବଳୀରୁ ପଢୁଛନ୍ତି ନା ଦ୍ୱିତୀୟ କରନ୍ଥିରୁ ପଢୁଛନ୍ତି? And then he said sorry, and then again we started from Corinthians. ତାପରେ ଶେଷରେ ସେ ପୁଣି ଦ୍ୱିତୀୟ ବଂଶାବଳୀକୁ ଫେରିଗଲେ। So covenant involves life. ତେବେ ନିୟମରେ ଜୀବନ ସମ୍ପୃକ୍ତ ଅଛି। And so Jesus said, this is the new covenant in my blood. ସେଥିପାଇଁ ପ୍ରଭୁ ଯୀଶୁ କହିଲେ, ମୋହର ରକ୍ତରେ ସ୍ଥାପିତ ହେଇଥିବା ନୂତନ ନିୟମ। Okay, now we move on to the next dimension of the covenant relationship. ଆଉ ଈଶ୍ୱରଙ୍କ ସହିତ ଆମମାନଙ୍କର ଏଇ ନୂତନ ନିୟମର ସମ୍ପର୍କର ଆଉ ଏକ ଦିଗ ମଧ୍ୟକୁ ଯିବା। If you are taking down notes, covenant involves eagerness. ଯଦି ଆପଣ ମାନେ ଲେଖୁଛନ୍ତି କେହି କେହି, ତାହେଲେ ଆମେ ଏତିକି କଥା ଆଲୋଚନା କଲୁ ବର୍ତ୍ତମାନ ସୁଦ୍ଧା ଯେ ନିୟମରେ ଆଗ୍ରହ ସମ୍ପୃକ୍ତ ଅଛି, Covenant involves commitment. ଏବଂ ନିୟମରେ ପ୍ରତିଶ୍ରୁତିବଦ୍ଧତା ବା ସମର୍ପଣ ସମ୍ପୃକ୍ତ ଅଛି, Covenant involves giving. ଏବଂ ଏ ନିୟମରେ ଦେବା ବିଷୟ ସମ୍ପୃକ୍ତ ଅଛି, Fourthly, covenant involves life. ଏବଂ ଚତୁର୍ଥରେ ଏ ନିୟମରେ ଜୀବନ ସମ୍ପୃକ୍ତ ଅଛି, Fifthly, covenant involves risk. ଏବଂ ପଞ୍ଚମ ବିଷୟ ହେଉଛି ଏ ନିୟମରେ ମଧ୍ୟ କିଛି ଆଶଙ୍କା ସମ୍ପୃକ୍ତ ଅଛି। Even though Jesus prayerfully chose Judas, ଯଦି ବା ପ୍ରାର୍ଥନାର ସହିତ ପ୍ରଭୁ 12 ଜଣଙ୍କୁ ମନୋନୀତ କଲେ, ସେଥିରେ ଜିହୁଦା ମଧ୍ୟ ଅନ୍ତର୍ଭୁକ୍ତ। it says in Luke 6:12 that Jesus prayed whole night before he chose the disciples. ଆଉ ଲୁକ ପୁସ୍ତକରେ ଲେଖାଯାଏ ଯେ ସେ 12 ଜଣ ଶିଷ୍ୟଙ୍କୁ ମନୋନୀତ କରିବା ପୂର୍ବରୁ ସାରା ରାତ୍ରି ପ୍ରାର୍ଥନା କଲେ। Judas was chosen, ଆଉ ଜିହୁଦାକୁ ସେ ମନୋନୀତ କଲେ, he was ordained, ଆଉ ତାଙ୍କୁ ମଧ୍ୟ ଅଭିଷେକ କରାଗଲା, he had ministry, ତାଙ୍କୁ ସେବା କାର୍ଯ୍ୟର ଭାର ଦିଆଗଲା, he had the privilege of being with Jesus. ଯୀଶୁଙ୍କ ସହିତ ରହିବାର ସୁଯୋଗ ସେ ପାଇଲେ। We all read in the gospel that Jesus raised Lazarus. ଆଉ ଆମମାନେ ସମସ୍ତେ ସୁସମାଚାର ପୁସ୍ତକରେ ପଢୁ ଯେ ପ୍ରଭୁ ଯୀଶୁ 4 ଦିନର ମଢା ଲାଜାରକୁ ପୁନର୍ଜୀବନ ଦାନ କଲେ। But Judas saw Lazarus being raised. ଆଉ ଜିହୁଦା ନିଜ ଆଖିରେ ଦେଖିଛନ୍ତି ଲାଜାର କେମିତି ମୃତ୍ୟୁରୁ ଉଠିଲେ, And disciples also saw those ଆଉ things. ଅନ୍ୟ ଶିଷ୍ୟମାନେ ମଧ୍ୟ ତାହା ଦେଖିଛନ୍ତି। But the same fellow betrayed Jesus. କିନ୍ତୁ ସେହି ବ୍ୟକ୍ତି ଯୀଶୁଙ୍କୁ ବିଶ୍ୱାସଘାତକତା କଲା, ଶତ୍ରୁ ହସ୍ତରେ ସମର୍ପଣ କଲା। Verse 21, the hand of him who is going to betray me is with me. ଆଉ 21 ପଦରେ ଲେଖାଯାଏ, କିନ୍ତୁ ଦେଖ ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋ ସହିତ ମେଜ ଉପରେ ଅଛି। Jesus knew that he is going to betray him. ଆଉ ଯୀଶୁ ଜାଣିଥିଲେ ଯେ ଇସ୍କାରିତୀୟ ଜିହୁଦା ତାହାଙ୍କ ପ୍ରତି ବିଶ୍ୱାସଘାତକତା କରିବ। But he was also not faithful in money matters. ଆଉ ଟଙ୍କା ପଇସା କ୍ଷେତ୍ରରେ ଇସ୍କାରିତୀୟ ଜିହୁଦା ବିଶ୍ୱସ୍ତ ଲୋକ ନଥିଲା। You know, if an election is posted between God and one other person, ଆଉ ଯଦି ଈଶ୍ୱର ଏବଂ ଆଉ ଜଣେ ବ୍ୟକ୍ତିଙ୍କ ମଧ୍ୟରେ କାହାକୁ ବାଛିବ ବାଛ, এই କଥା ଯଦି କୁହାଯିବ, whom do you think a person who can stand against God in the election? ତେବେ ଈଶ୍ୱରଙ୍କର ବିରୋଧରେ କିଏ କଣ୍ଟେଷ୍ଟ କରିବା ପାଇଁ ଠିଆ ହେବ? We all may think Satan. ଆମେ ସମସ୍ତେ ତ ଭାବି ପାରୁ ଯେ ଶୟତାନ, But Jesus in Luke 16 says something else. କିନ୍ତୁ ଲୁକ 16ରେ ପ୍ରଭୁ ଯୀଶୁ କିଛି କହୁଛନ୍ତି। He says you cannot serve God and money. ଆଉ ସେ କହୁଛନ୍ତି ଯେ ତୁମେ ଏକକାଳୀନ ଈଶ୍ୱର ଏବଂ ଧନର ସେବା କରିପାର ନାହିଁ। So money is something very important, but at the same time money should not be a master but a servant. ଆଉ ଯଦି ବା ଧନ ସମ୍ପତ୍ତି ବା ଟଙ୍କା ପଇସା ବଡ଼ ଗୁରୁତ୍ୱପୂର୍ଣ୍ଣ ଜୀବନରେ, କିନ୍ତୁ ତାହା ଆମମାନଙ୍କର ଉପରେ କର୍ତ୍ତାପଣ କରିବା ଉଚିତ ନୁହେଁ। And this fellow was stealing money. ଆଉ ଏହି ବ୍ୟକ୍ତି ଜଣକ ସେ ଟଙ୍କା ଚୋରି କରୁଥିଲେ।
But Jesus was waiting so that he will repent or change. କିନ୍ତୁ ପ୍ରଭୁ ଯୀଶୁ ଏହି ସମସ୍ତ ସମୟ ମାନଙ୍କରେ ଅପେକ୍ଷା କରୁଥିଲେ, ଆଶା କରୁଥିଲେ ଯେ ସେ କାଳେ ପରିବର୍ତ୍ତିତ ହେବ ପରା। Covenant involves risk. ତେବେ ନିୟମରେ କିଛି ଆଶଙ୍କା ମଧ୍ୟ ସମ୍ପୃକ୍ତ ଅଛି। So one other positive note about covenant, ଆଉ ଗୋଟେ ବିଷୟ ଅଛି ଆମମାନଙ୍କର ଏଇ ଯୋଉ ନିୟମ ସମ୍ପର୍କରେ। I must stop here and thank every one of you because nobody is sleeping. ଆଉ ମୁଁ ଏଠାରେ ଟିକେ ଅଟକିକି କହିବା ପାଇଁ ଚାହେଁ ଆପଣମାନଙ୍କୁ ସମସ୍ତଙ୍କୁ ଯେ ଆପଣମାନେ ସମସ୍ତେ ଜାଗ୍ରତ ଅଛନ୍ତି, କେହି ହେଲେ ଶୋଇନାହାନ୍ତି। Normally in South, immediately after 5, 10, maximum 15 minutes, I will see somebody sleeping. ଆଉ ଦକ୍ଷିଣ ଭାରତରେ ମୁଁ ଅନେକ ଜାଗାରେ ଦେଖିଛି ଯେ 10-15 ମିନିଟ୍ ପ୍ରଚାର ହେଲା ପରେ ପରେ କେହି ନା କେହି ଶୋଇବାକୁ ଆରମ୍ଭ କରିବେ। Those days, when I was a new believer, new preacher, I was very disturbed whenever people were sleeping in the meeting. ଆଉ ଅନେକ ବର୍ଷ ତଳେ ଯେତେବେଳେ ନୂଆ ପ୍ରଚାରକ ଭାବରେ ପ୍ରଚାର କରୁଥିଲି ବିଭିନ୍ନ ସ୍ଥାନରେ, ଯେତେବେଳେ ଲୋକମାନେ ଶୋଇବାକୁ ଆରମ୍ଭ କରୁଥିଲେ ମୁଁ ବହୁତ ବ୍ୟତିବ୍ୟସ୍ତ ହେଉଥିଲି, ବିଚଳିତ ହେଇଯାଉଥିଲି। But nowadays I am encouraged when 1 or 2 people are sleeping. ଆଉ କିନ୍ତୁ ବର୍ତ୍ତମାନ ଯଦି ମଣ୍ଡଳୀରେ କିଏ 2-3 ଜଣ ବି ଢୋଳେଇବାକୁ ଲାଗନ୍ତି ମତେ କିଛି ଅସୁବିଧା ହୁଏ ନାହିଁ, ମୁଁ ଉତ୍ସାହିତ ହେଇଯାଏ। You know why? କାହିଁକି ଜାଣନ୍ତି କି? When Apostle Paul preached, there was one person who was sleeping. ଆଉ ଯେତେବେଳେ ପ୍ରେରିତ ପାଉଲ ପ୍ରଚାର କରୁଥିଲେ ସେଠି ଜଣେ ଲୋକ ଥିଲା, ସେ ନିଘୋଡ଼ ନିଦରେ ଶୋଇଥିଲା। So I think that I have become like Paul because somebody is sleeping in the meeting. ଆଉ ସେଥିପାଇଁ ମତେ ଲାଗେ ଯେ ଯଦି ମୋର ପ୍ରଚାର ଶୁଣିକି ଶୋଉଛନ୍ତି ତାହେଲେ ମୁଁ ପ୍ରେରିତ ପାଉଲଙ୍କ ଭଳି ଭଳି Not ଭାବୁଛି। only he was sleeping, but he slipped from the upstairs and fell down and died. ଆଉ ସେ କେବଳ ଶୋଇ ପଡ଼ିଲା ବାକ୍ୟ ଶୁଣିବା ସମୟରେ ତାହା ନୁହଁ, ସେ ଉପର କୋଠରୀରୁ ତଳେ ପଡ଼ିକି ପ୍ରାଣ ତ୍ୟାଗ କଲା। The man, anybody remember the name of that fellow who died? ଆଉ ସେ ବ୍ୟକ୍ତିର ନାଁ କଣ ଜାଣନ୍ତି କି? His name is Eutychus. ତାର ନାଁଟା ବଡ଼ କଷ୍ଟକର ଉଚ୍ଚାରଣ କରିବା ପାଇଁ। The meaning of the word Eutychus means fortunate. ଆଉ ୟୁଥୁକ ହଉଛି ତାଙ୍କର ନାଁ, ତାର ଅର୍ଥ ହଉଛି ଭାଗ୍ୟବାନ। In other words, he was a lucky fellow. ଆଉ କହିବାକୁ ଗଲେ ସେ ଜଣେ ଭାଗ୍ୟବାନ ଲୋକ You ଥିଲା। know why he was a lucky fellow? କାହିଁକି ସେ ଭାଗ୍ୟବାନ ଲୋକ ଥିଲା? If somebody else was a preacher ଆଉ ଯଦି ଅନ୍ୟ କେହି ପ୍ରଚାରକ ପ୍ରଚାର and କରିଥାନ୍ତେ he was dead during the preaching, ଆଉ ସେ ପ୍ରଚାର ସମୟରେ ଯଦି ସେ ମରି ଯାଇଥାନ୍ତେ, he would have said, our dear brother went to be with the Lord. ଆଉ ସେ ପ୍ରଚାରକ ତ କହିଥାନ୍ତେ ଯେ ଆମମାନଙ୍କର ପ୍ରିୟ ଭାଇ ଏ ପର୍ଯ୍ୟନ୍ତ ଜୀବିତ ଥିଲେ କିନ୍ତୁ ସେ ବର୍ତ୍ତମାନ ପ୍ରଭୁଙ୍କ କୋଳକୁ ଚାଲିଗଲେ। Announcement, ଆଉ ଆନାଉନ୍ସମେଣ୍ଟ କରିଥାନ୍ତେ, sad news. ଆଉ ଏଇ ଦୁଃଖର ସମ୍ବାଦ Let's get ready for the funeral. ଆଉ ତାପରେ ତାର ସମାଧି କ୍ରିୟା ପାଇଁ ପ୍ରସ୍ତୁତ କରିଥାନ୍ତେ। But Eutychus was a very lucky fellow କିନ୍ତୁ ୟୁଥୁକ ସେ ବଡ଼ ଭାଗ୍ୟବାନ ଲୋକ ଥିଲା, because Apostle Paul was the preacher. କାରଣ ପ୍ରେରିତ ପାଉଲ ସେଠାରେ ପ୍ରଚାର କରୁଥିଲେ। Paul came down, ଆଉ ପାଉଲ ତଳକୁ ଓହ୍ଲେଇ ଆସିଲେ, saw he was dead. ଆଉ ଦେଖିଲେ ସେ ମରି ପଡ଼ିଛନ୍ତି, He raised him from the dead. ଆଉ ସେ ତାହାଙ୍କୁ ମୃତ୍ୟୁରୁ ଉଠେଇଲେ। What surprises me is ଏଇଟା କେତେ ବଡ଼ ଆଶ୍ଚର୍ଯ୍ୟ ବିଷୟ, ଯୋଉଟା କି ଆଶ୍ଚର୍ଯ୍ୟ ଲାଗୁଛି। he did not stop the message. ଆଉ ସେ ପ୍ରଚାରକୁ ବନ୍ଦ କଲେ ନାହିଁ। Paul continued his now next 4th or 5th point, he continued the message. ଆଉ ତାପରେ ସେ ଏଇଟା ହଉଛି ବର୍ତ୍ତମାନ 5 ନମ୍ବର ପଏଣ୍ଟ ବା 6 ନମ୍ବର ପଏଣ୍ଟ ବୋଲି କହିକି ସେ ପ୍ରଚାର କଣ୍ଟିନ୍ୟୁ କଲେ। Covenant involves faithfulness. ଆଉ ଏ ନିୟମରେ ବିଶ୍ୱସ୍ତତା ସମ୍ପୃକ୍ତ ଅଛି। Verse 28 of Luke 22. ଆଉ ଲୁକ 22 ର 28 ପଦ, ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋ ସହିତ ରହି ଆସିଅଛ। You know, even though Jesus had a mixed feeling on that communion time about betrayal, he also had love, the faithfulness. ଆଉ ଯଦି ବା ସେଇ ଯୋଉ ମେଜରେ ଭୋଜନରେ ବସିଥିବା ସମୟରେ ପ୍ରଭୁ ଯୀଶୁଙ୍କର ଭିତରେ ତ ଗୋଟେ ପ୍ରକାର ମିଶ୍ରିତ ଆବେଗ ପ୍ରଚଳିତ ହେଉଥିଲା ବା ଚାଲୁଥିଲା, କିନ୍ତୁ ସେ ବିଶ୍ୱସ୍ତତା ପ୍ରତି The ଦେଖିଲେ। disciples had lot of weaknesses and mistakes and faults. ଆଉ ଏ ଶିଷ୍ୟମାନଙ୍କର ଅନେକ ଗୁଡ଼ାଏ ଦୁର୍ବଳତା ଥିଲା, ଦୋଷ ଥିଲା, But in spite of all those things, they stood with Jesus in his trials. କିନ୍ତୁ ଏ ସମସ୍ତ ସତ୍ତ୍ୱେ ସେମାନେ ପ୍ରଭୁ ଯୀଶୁଙ୍କର ସବୁ ପରୀକ୍ଷାରେ ସହିତରେ ରହିଲେ। Finally, ଶେଷରେ whenever preacher says finally, ଆଉ ଯେତେବେଳେ ବି ଯଦି ପ୍ରଚାରକ ଶେଷରେ ବୋଲି କହନ୍ତି, I will be very happy. ଆଉ ମୁଁ ବହୁତ ଖୁସି ହେଇଯାଏ। I will take the pen and even close the pen because he is going to close. ଆଉ ଯେହେତୁ ସେ ତାଙ୍କର ବାର୍ତ୍ତା ଶେଷ କରିବା ପାଇଁ ଯାଉଛନ୍ତି, ସେଥିପାଇଁ ମୁଁ କଲମରେ ତାର ଖାପଟାକୁ ଲଗେଇ ଦିଏ। But there are very chalu preachers. କିନ୍ତୁ ଆଉ କେତେକ ବଡ଼ ଚାଲାକି ପ୍ରଚାରକ ମାନେ ଅଛନ୍ତି,
they will say finally and go for another half an hour or so. ଆଉ ସେମାନେ ଶେଷରେ ବୋଲି କହି ଆଉ ଅଧଘଣ୍ଟା ଲମ୍ବେଇ ଦିଅନ୍ତି। But I am really saying finally. କିନ୍ତୁ ମୁଁ ପ୍ରକୃତରେ କହୁଛି ଶେଷରେ। Covenant involves kingdom. ଏହି ନିୟମରେ ରାଜ୍ୟ ସମ୍ପୃକ୍ତ ଅଛି। So in verse 29 Jesus says, I confer or appoint on you the kingdom of God. ଆଉ ସେ 29 ପଦରେ କହୁଛନ୍ତି, ଏଣୁ ମୋହର ପିତା ଯେପରି ମୋ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି। I remember let me close with a Sunday school story. ଆଉ ଗୋଟେ ସଣ୍ଡେ ସ୍କୁଲର କାହାଣୀ କହିବି। I close my Bible ମୋର ବାଇବଲଟାକୁ ମୁଁ ବନ୍ଦ କରି ସାରିଲିଣି। so you can make sure it is really final. ଆଉ ସେଥିପାଇଁ ଆପଣ ନିଶ୍ଚିତ ହେଇଯାଆନ୍ତୁ ଯେ ଏଟା ନିଶ୍ଚୟ ସରିବ। One king wanted to know how many of them are faithful to him. ଆଉ ଜଣେ ରାଜା ଚାହିଁବା ପାଇଁ ଚାହିଁଲେ ମାନେ ଦେଖିବା ପାଇଁ ଚାହିଁଲେ ଯେ ତାଙ୍କର ଲୋକମାନଙ୍କ ମଧ୍ୟରେ କେତେ ଜଣ ପ୍ରକୃତରେ ବିଶ୍ୱସ୍ତ ଅଟନ୍ତି। He had a very big sword. ଆଉ ଗୋଟେ ବଡ଼ ଖଣ୍ଡା ତାଙ୍କ ହାତରେ ଥିଲା। He asked some of his soldiers, how many of you want to give your life to me? ଆଉ ସେ ପଚାରିଲେ ସୈନ୍ୟମାନଙ୍କୁ ଯେ ତମମାନଙ୍କ ମଧ୍ୟରୁ କେତେ ଜଣ ମୋ ନିମନ୍ତେ ନିଜର ପ୍ରାଣ ଦେବା ପାଇଁ ପ୍ରସ୍ତୁତ ଅଛ? At the back there was a big screen. ଆଉ ପଛରେ ଗୋଟେ ବଡ଼ ସ୍କ୍ରିନ୍ ଥିଲା। There was a silence. ଆଉ ନିରବତା ରହିଲା। One fellow got up. ଆଉ ଜଣେ ଲୋକ ଠିଆ ହେଇଗଲା। He took him behind the screen. ଆଉ ତାଙ୍କୁ ସେଇ ଆଉ ପରଦାର ପଛକୁ ନେଇଗଲେ। There was a sound. ଗୋଟେ ଶବ୍ଦ ହେଲା। He came alone. ଆଉ ତାପରେ ସେ ଏକା ଆସିଲେ। The sword looks like some blood dripping. ଆଉ ସେ ଖଣ୍ଡା ଯେତେବେଳେ ଉଠେଇକି ସେ ଥିଲେ ସେଥିରୁ ରକ୍ତ ବହିଲା ଭଳି ଲାଗୁଥିଲା। Anybody else would like to give your life to me? ଆଉ ଥରେ ପୁଣି ପଚାରିଲେ ତମମାନଙ୍କ ଭିତରେ କିଏ ଅଛି ମୋ ପାଇଁ ପ୍ରାଣ ଦେବା ପାଇଁ ପ୍ରସ୍ତୁତ? One more fellow. ଆଉ ଜଣେ ବ୍ୟକ୍ତି। One more fellow. ଆଉ ଜଣେ ବ୍ୟକ୍ତି। Finally they all came. ଆଉ ଶେଷରେ ସମସ୍ତେ ଆସିଲେ। They were taken behind the screen. ଆଉ ସେମାନଙ୍କୁ ସେଇ ପରଦାର ପଛକୁ ନିଆଗଲା। Sound came. ଆଉ ଶବ୍ଦ ହେଲା। And then he removed the screen. ଆଉ ତାପରେ ସେ ପରଦାକୁ ହଟେଇ ଦେଲେ। They were all standing there. ସେମାନେ ସମସ୍ତେ ଠିଆ ହେଇଥିଲେ। He was only testing. କେବଳ ସେମାନଙ୍କୁ ସେ ପରୀକ୍ଷା କରୁଥିଲେ। That king was testing. ଆଉ ସେଇ ରାଜା ପରୀକ୍ଷା କରୁଥିଲେ। But the king of kings, କିନ୍ତୁ ରାଜାମାନଙ୍କର he ରାଜା is also asking, ସେ ମଧ୍ୟ ପଚାରୁଛନ୍ତି, do you love me more than this? ଆଉ ତୁମେ କଣ ମୋ ପାଇଁ ନିଜର ଜୀବନ ଦେଇପାରିବ? You know there is a 3 dimension in communion. ଆଉ ଏ ଯୋଉ ପ୍ରଭୁ ତିନୋଟି ଡାଇମେନସନ ଅଛି ବା ଟ୍ରାୟାଙ୍ଗଲ ଅଛି। God ଈଶ୍ୱର loved me and gave himself. ମୋତେ ପ୍ରେମ କଲେ ଏବଂ ଆପଣାକୁ ଦେଲେ। I must be willing to love God and give myself to him. ଆଉ ମୁଁ ମଧ୍ୟ ସେ ଈଶ୍ୱରଙ୍କୁ ପ୍ରେମ କରିବାକୁ ଏବଂ ନିଜକୁ ତାହାଙ୍କ ଠାରେ ତାଙ୍କ ନିମନ୍ତେ ଦେବାକୁ ଇଚ୍ଛୁକ ହେବା ଦରକାର। At the same time I must be willing to love others and give myself to them. ଏବଂ ସେହି ସମୟରେ ମଧ୍ୟ ମୁଁ ଅନ୍ୟମାନଙ୍କୁ ପ୍ରେମ କରିବା ପାଇଁ ଏବଂ ସେମାନଙ୍କ ନିମନ୍ତେ ନିଜକୁ ଦେବା ପାଇଁ ପ୍ରସ୍ତୁତ ଆଉ ଇଚ୍ଛୁକ ହେବା ଦରକାର। That is the spirit of covenant. ଆଉ ସେଇଟା ହେଉଛି ଏ ନିୟମର ଆତ୍ମା। May the Lord bless. ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ।